ଆସିକି ଦେଖିଲି ଛୁଆ ଆଉ ନାହିଁ। ଏକ ଘରୋଇ ସ୍କୁଲ ହଷ୍ଟେଲରେ ରହି ପାଠ ପଢୁଥିବା ଜଣେ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିବା ବେଳେ ମୃତ ଛାତ୍ରଙ୍କ ପରିବାର ଲୋକମାନେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଜଜପସି ପଞ୍ଚାୟତ କଙ୍କଡ଼ା ଗ୍ରାମରେ ଥିବା ଆଦର୍ଶ ଗୋପବନ୍ଧୁ ଶିକ୍ଷା କେନ୍ଦ୍ରର ଚତୁର୍ଥ ଶ୍ରେଣୀର ଛାତ୍ର ଦୀପକ ମହାନ୍ତ ସ୍କୁଲ ହଷ୍ଟେଲରେ ରହି ପାଠ ପଢୁଥିଲେ। ତେବେ ସେ ସ୍କୁଲ ପାଖରେ ଥିବା ପୋଖରୀରେ ବୁଡ଼ି ଯାଇ ତାଙ୍କର ମୃତ୍ୟୁ ହୋଇଥିବା ସ୍କୁଲର ଶିକ୍ଷକ ତାଙ୍କ ବାପା ମାଙ୍କୁ ନ ଜଣାଇ ତାଙ୍କ ମଉସାଙ୍କ ନିକଟକୁ ଫୋନ କରି ଜଣାଇଥିଲେ। ତେଣୁ ମୃତକ ଛାତ୍ରଙ୍କର ମଉସା ମାଉସୀ ଓ ପରିବାର ଲୋକମାନେ ଆସି ସ୍କୁଲ ଚଟାଣରେ ଦୀପକର ମୃତଦେହ ରଖାଯାଇଥିବା ଦେଖିବାକୁ ପାଇଥିଲେ। ଯାହାକୁ ନେଇ ଛାତ୍ରଙ୍କ ମୃତ୍ୟୁ ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସେମାନେ ଦାୟୀ କରିଥିବା ବେଳେ ତାଙ୍କୁ ମାରି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି। ଛୁଆକୁ ଆମେ ଏଠି 3 ମାସ ହେଲା ଦେଇଥିଲୁ, ସ୍କୁଲରେ ପାଠ ପଢ଼ିବ ବୋଲିକି ଦେଇଥିଲୁ, କିନ୍ତୁ ଏମିତି ତାକୁ କାଣ୍ଡ କରିଛନ୍ତି ଆଜ୍ଞା। ତା ଛୁଆର ଆଖି ତାଡ଼ି ଦେଇଛନ୍ତି। ତାପରେ ଏପଟେ ଛୁଆର ବାଁ ପଟ ସେଇ କାଖ ପାଖ ସେଠି ଗୋଟେ ମାନେ ହୋଲ୍ ହେଇଯାଇଛି, କିନ୍ତୁ ଏପଟେ କହୁଛନ୍ତି ନାଇଁ ଛୁଆ ଆପଣଙ୍କର ପାଣିରେ ବୁଡ଼ିକି ମରିଗଲା। ଯଦି ପାଣିରେ ବୁଡ଼ିକି ମରିଗଲା, ପାଣିର ମାନେ ସେମିତି କିଛି ଆଉ ତାର ଇଏ ନାହିଁ, କିନ୍ତୁ ଏଇଟା ଆଜ୍ଞା ପୁରା ଗୋଟେ ପ୍ରି ପ୍ଲାନ୍ରେ ମର୍ଡ଼ର ହେଇଛି, ତାଙ୍କୁ ମାରି ଦିଆହେଇଛି। ଆଉ ବର୍ତ୍ତମାନ ଏ ସ୍କୁଲର ଯିଏକି ତାଙ୍କ ପ୍ରଧାନ ଶିକ୍ଷକ ନା ତାଙ୍କ ସେଇ ସ୍କୁଲର ଦାୟିତ୍ୱ ଯିଏ ନେଉଥିଲେ, ସିଏ ବର୍ତ୍ତମାନ ତାଙ୍କର ଆଉ ଦେଖା ଦର୍ଶନ ନାହିଁ। ସିଏ ବର୍ତ୍ତମାନ ଲୁଚିକି ରହିଛନ୍ତି। ତେଣୁକି ଆମେ ଚିନ୍ତା କରୁଛୁ ବର୍ତ୍ତମାନ ସେଇଟା ଗୋଟେ ତଦନ୍ତ କରାଯାଉ ଆଉ ତୁରନ୍ତ ତାଙ୍କୁ ଗିରଫ। ତେବେ ମୃତ ଛାତ୍ର ଜଣକ କାଞ୍ଜିପାଣି ଥାନା ଜନ୍ତାରୀ ଗ୍ରାମର ହୋଇଥିବା ବେଳେ ସ୍କୁଲ ବାରଣ୍ଡାରେ ରଖାଯାଇଥିବା ତାଙ୍କ ମୃତ ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍କୁଲ ପରିସରରେ ଉତ୍ତେଜନା ପ୍ରକାଶ ପାଇବା ସହ ଖବର ପାଇ ବାରିଆ ପୁଲିସ ସ୍କୁଲରେ ପହଞ୍ଚି ତଦନ୍ତ କରିଥିବା ବେଳେ ଛାତ୍ର ଦୀପକକୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକମାନେ ଅଭିଯୋଗ ଆଣିଛନ୍ତି। ମୁଁ ପିଲାଟାକୁ ଏଠି ପାଠ ପଢ଼ିବ, ମୋ ନାତି ଟିକେ ଶିକ୍ଷକ ହବ ବୋଲି ମୁଁ ଛାଡ଼ିଥିଲି ନା। ମୋ ନାତିକୁ ମାରିକିରି ଆଖି କାନ ସବୁ ତାଡ଼ିକିରି ବାହାର କରିଦେବେ ବୋଲି ମୁଁ ଏଠି ଛାଡ଼ିଥିଲି। ସବୁ ତା ଆଖିରେ ମାଡ଼ ହେଇଛି, ତା ଏଇ ପଖା ତଳେ ଏଠି ଏଡ଼େ ବଡ଼ ଗୋଟେ ଫୁଡ଼ଟେ ହେଇଛି। ତାହେଲେ ଏଇଟା କ'ଣ ଘଟଣା? ସିଏ ଯଦି ମାଷ୍ଟର ଯଦି କହିଥାନ୍ତା ପିଲାଟାକୁ ମୁଁ ଆଇତି କରିବି ନାହିଁ କି କରିପାରିବି ନାହିଁ, ତୁମ ଘରକୁ ନେଇଯାଅ ବୋଲି କହିଥିଲେ, ମୁଁ କ'ଣ ବାଧ୍ୟ ସରକାରରେ ତାକୁ ବୁହାଇ ଦେଇଛି କି ତା ମୁଣ୍ଡରେ? ସେଟା ସିଏ ମର୍ଡ଼ର କରିଦେଇଛନ୍ତି, ମାଷ୍ଟର ନିଜେ ମର୍ଡ଼ର କରିଛନ୍ତି। ତାହେଲେ ତା ବିଛଣାରେ ଦୌଡ଼ିଟେ କିଣିକିରି ଆସିଲା। କେନ୍ଦୁଝର ଜିଲ୍ଲାରୁ ଦୀପେଶ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।